ନମସ୍କାର, ମୁଁ ପ୍ରବୀଣ ଆପଣମାନଙ୍କ ପାଇଁ ନେଇକି ଆସିଛି ଆଜି ସକାଳର କେତୋଟି ଗୁରୁତ୍ୱପୂର୍ଣ୍ଣ ଖବର। ସେଥିପାଇଁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖିବା ପାଇଁ ମୋର ଅନୁରୋଧ। ଚାଲନ୍ତୁ ଆଜି ସକାଳର ଖବର ଉପରେ ନଜର ପକାଇବା। ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର 2 ଦିନ ବନ୍ଦ ରହିବ। ସାରା ରାଜ୍ୟ ସମେତ କଟକ ଜିଲ୍ଲାରେ ମଧ୍ୟ ଗ୍ରୀଷ୍ମର ପ୍ରଭାବ ଓ ପ୍ରବଳ ଖରା ପାଇଁ ଜନଜୀବନ ହସ୍ତବ୍ୟସ୍ତ ହୋଇପଡ଼ିଛି। ଏହାକୁ ଧ୍ୟାନରେ ରଖି କଟକ ଜିଲ୍ଲାର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ରକୁ ଆଗାମୀ 2 ଦିନ ଯାହାକି ଶୁକ୍ରବାର ଓ ଶନିବାର ପାଇଁ ବନ୍ଦ ରଖିବାକୁ ଜିଲ୍ଲାପାଳଙ୍କ ତରଫରୁ ନିର୍ଦ୍ଦେଶ ଆସିଛି। ପରବର୍ତ୍ତୀ ଖବର, ଭୁବନେଶ୍ୱର ସମେତ 3 ନୂଆ କେନ୍ଦ୍ରକୁ ବାଛିଲେ 23,000 ୟୁପିଏସସି ସିଭିଲ ସର୍ଭିସ ସେବା ପରୀକ୍ଷାର୍ଥୀ। ସିଭିଲ ସେବା ପରୀକ୍ଷା 2026 ପାଇଁ ପରୀକ୍ଷା କେନ୍ଦ୍ର ଗୁଡ଼ିକରେ ଭିଡ଼ କମ୍ କରିବା ପାଇଁ କେନ୍ଦ୍ରୀୟ ଲୋକସେବା ଆୟୋଗ ପକ୍ଷରୁ ଭୁବନେଶ୍ୱର, କାନପୁର ଏବଂ ମିରଟରେ 3ଟି ନୂଆ ପରୀକ୍ଷା କେନ୍ଦ୍ର ସ୍ଥାପନ କରାଯାଇଛି। ଏହି କେନ୍ଦ୍ର ଗୁଡ଼ିକ ଯୋଡ଼ି ହେବା ସହିତ ପ୍ରାରମ୍ଭିକ ପରୀକ୍ଷା ପାଇଁ ମୋଟ କେନ୍ଦ୍ର ସଂଖ୍ୟା 80ରୁ 83କୁ ବୃଦ୍ଧି ପାଇଛି। ପରବର୍ତ୍ତୀ ଖବର, ଝାଡ଼ଖଣ୍ଡରେ ଏକାଥରେ 27 ନକ୍ସଲଙ୍କର ଆତ୍ମସମର୍ପଣ। ସେମାନଙ୍କ ମଧ୍ୟରୁ 25 ଜଣ କେନ୍ଦ୍ରୀୟ କମିଟିର ସଦସ୍ୟ। ଆତ୍ମସମର୍ପଣ କରିବା ନକ୍ସଲମାନଙ୍କ ମଧ୍ୟରୁ 8 ଜଣଙ୍କର ଉପରେ ମୋଟ 33 ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା ହୋଇଥିଲା। ଆତ୍ମସମର୍ପଣ ସମୟରେ ପୋଲିସ ସମ୍ମୁଖରେ ବହୁ ପରିମାଣର ଅସ୍ତ୍ର ଓ ଗୋଲାବାରୁଦ ମଧ୍ୟ ଜମା କରାଯାଇଛି। ପରବର୍ତ୍ତୀ ଖବର, କୋକରୋଚ ଜନତା ପାର୍ଟି ଏକ୍ସ ଆକାଉଣ୍ଟ ବ୍ୟାନ୍। ସିଜିଆଇ ସୂର୍ଯ୍ୟକାନ୍ତ ବୟାନରୁ ହୋଇଥିଲା ବବାଲ। ପ୍ରଧାନ ବିଚାରପତି ଜଷ୍ଟିସ ସୂର୍ଯ୍ୟକାନ୍ତଙ୍କ ବୟାନରୁ ସୃଷ୍ଟି ହୋଇଥିବା କୋକରୋଚ ଜନତା ପାର୍ଟିର ଏକ୍ସ ଆକାଉଣ୍ଟ ଏବେ ବ୍ୟାନ୍ କରାଯାଇଛି। ସିଜିଆଇ ସୂର୍ଯ୍ୟକାନ୍ତ ଗତ ସପ୍ତାହରେ ସୁପ୍ରିମକୋର୍ଟରେ ଏକ ମାମଲା ଶୁଣାଣି ସମୟରେ ଦେଶର ଯୁବପିଢ଼ିଙ୍କର ତୁଳନା ଅସରପା ସହ କରିଥିଲେ। ଯୁବପିଢ଼ି ସେମାନଙ୍କର ଏହି ବୟାନକୁ ତୀବ୍ର ନିନ୍ଦା କରିଥିଲେ। ଆଉ ଏହାରୁ ହିଁ ସୃଷ୍ଟି ହୋଇଥିଲା କୋକରୋଚ ଜନତା ପାର୍ଟି। ବସ୍ ସେମିତିରେ ଆରମ୍ଭ ହୋଇଥିବା ଏହି ପାର୍ଟି ସୋସିଆଲ ମିଡ଼ିଆରେ ମାତ୍ର 4 ଦିନରେ ଲକ୍ଷ ଲକ୍ଷ ଫଲୋଅର ହାସଲ କରିଥିଲେ। ପରବର୍ତ୍ତୀ ଖବର, ସବୁ ମାଡ୍ରାସରେ ବନ୍ଦେ ମାତରମ୍ ବାଧ୍ୟତାମୂଳକ। କ୍ଲାସ ଆରମ୍ଭ ହେବା ପୂର୍ବରୁ ପ୍ରାର୍ଥନା ସମୟରେ ଗାନ କରାଯିବ। ସମସ୍ତ ମାଡ୍ରାସରେ ରାଷ୍ଟ୍ରୀୟ ଗୀତ ବନ୍ଦେ ମାତରମ୍ ଗାନ ବାଧ୍ୟତାମୂଳକ। ପଶ୍ଚିମବଙ୍ଗରେ ସମସ୍ତ ସରକାରୀ ଅନୁଦାନପ୍ରାପ୍ତ ଏବଂ ସ୍ୱୀକୃତିପ୍ରାପ୍ତ ମାଡ୍ରାସଗୁଡ଼ିକରେ ପ୍ରାର୍ଥନା ସଭାରେ ବନ୍ଦେ ମାତରମ୍ ଗାନକୁ ବାଧ୍ୟତାମୂଳକ କରିଛି ବିଜେପି ସରକାର। ପରବର୍ତ୍ତୀ ଖବର, ପୁଣି ବିଶ୍ୱ ଦରବାରରେ ଝଲସିଲା ଓଡ଼ିଶାର ସୂକ୍ଷ୍ମ କାରୁକାର୍ଯ୍ୟ। ନରୱେ ମହାରାଜାଙ୍କୁ ରୂପା ତାରକସି ଭେଟି ଦେଲେ ମୋଦି। ନରୱେ ଗସ୍ତ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନରୱେ କିଙ୍ଗ ହାରାଲ୍ଡଙ୍କୁ କଟକର ପ୍ରସିଦ୍ଧ ତାରକସି କଳାରେ ତିଆରି ଏକ ରୂପାର ସେଲବୋଟ ମଡେଲ ଉପହାର ଦେଇଛନ୍ତି। ପରବର୍ତ୍ତୀ ଖବର, 42 ଦିନ ପରେ ଝାରସୁଗୁଡ଼ାରୁ ପୁଣି ଉଡ଼ିଲା ଷ୍ଟାର ଏୟାର ବିମାନ। ଗୁରୁବାରଠାରୁ ପୁଣି ଥରେ ଝାରସୁଗୁଡ଼ା ବିମାନ ବନ୍ଦରରୁ ଷ୍ଟାର ଏୟାର ବିମାନ ସେବା ଆରମ୍ଭ ହୋଇଛି। 42 ଦିନ ପରେ ଆଜି ଭୁବନେଶ୍ୱର ଓ ହାଇଦ୍ରାବାଦକୁ ବିମାନ ଉଡ଼ିଛି। ଫଳରେ ପଶ୍ଚିମବଙ୍ଗ, ଓଡ଼ିଶା ସମେତ ପଡ଼ୋଶୀ ଛତିଶଗଡ଼ ଯାତ୍ରୀଙ୍କ ମଧ୍ୟରୁ ଖୁସି ପ୍ରକାଶ ପାଇଛି। ଆଜି ଦିନ 10ଟା 25ରେ ଏହି ବିମାନ ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରେ ଅବତରଣ କରିଥିଲା। ଏହାପରେ 11ଟା 10 ମିନିଟରେ ଭୁବନେଶ୍ୱର ଅଭିମୁଖେ ଉଡ଼ାଣ ଭରିଥିଲା।